ଆଜିଠାରୁ ଆରମ୍ଭ ଯାତ୍ରାପ୍ରେମୀଙ୍କର ବହୁ ପ୍ରତୀକ୍ଷିତ ଖଣ୍ଡଗିରି କୁମ୍ଭମେଳା ଯାତ୍ରା ମହାସମର। ପ୍ରଥମ ପର୍ଯ୍ୟାୟରେ 8 ଗୋଟି ଯାତ୍ରା ଅନୁଷ୍ଠାନ, କିନ୍ତୁ ଆଜି ଯାତ୍ରା ମଇଦାନରେ ମାତ୍ର 4 ଗୋଟି ଯାତ୍ରା ଅନୁଷ୍ଠାନ। ଯାତ୍ରାରାଣୀ ସିଂହବାହିନୀ, କୋଣାର୍କ ଗଣନାଟ୍ୟ, ଯାତ୍ରା ଧଉଳି ଆଉ ଅପେରା ଅଶୋକ ସମ୍ରାଟ। ରଙ୍ଗମହଲର ନାଟକ କୋଟି କୋଟି ଡବଲ କୋଟିକୁ ରାଣୀ ପଣ୍ଡାଙ୍କର ଉଚ୍ଚ ପ୍ରଶଂସା। ନାଟକ କ'ଣ, ସଂଳାପ କ'ଣ, ଅଭିନୟ କ'ଣ, ଏସବୁ ଜାଣିବା ପାଇଁ ଖଣ୍ଡଗିରି କୁମ୍ଭମେଳା ଯାତ୍ରା ମହାସମରରେ କୋଟି କୋଟି ଡବଲ କୋଟି ନାଟକ ଦେଖିବା ପାଇଁ ଦର୍ଶକମାନଙ୍କୁ ପରାମର୍ଶ। ଜୋରନ୍ଦା ମାଘ ମେଳାରେ ଚଳିତ ଯାତ୍ରା ବର୍ଷ 2 ଗୋଟି ଯାତ୍ରା ଅନୁଷ୍ଠାନ। ଖଣ୍ଡଗିରି କୁମ୍ଭମେଳା ପରେ ଜୋରନ୍ଦା ମେଳାରେ ମୁହାଁମୁହିଁ ହେବେ ଯାତ୍ରା ବାଦଶାହ କୋଣାର୍କ ଗଣନାଟ୍ୟ ଆଉ ଯାତ୍ରାରାଣୀ ସିଂହବାହିନୀ। ଆଗାମୀ ଯାତ୍ରା ବର୍ଷ ପାଇଁ ଯାତ୍ରା ମଇଦାନକୁ ଆସିବ 4 ଗୋଟି ନୂଆ ହାଇ ବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ। ଯୁବ ପ୍ରଯୋଜକ ସୁନୀଲ କୁମାର ରାଉତଙ୍କ ହାଇ ବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ ଅପେରା ସୂର୍ଯ୍ୟବଂଶୀ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କର ଅପେରା ଶ୍ରୀ ଗଣେଶ, ଶ୍ରୀ ନିରଞ୍ଜନ ସାହୁଙ୍କର ଅପେରା ମାହେଶ୍ୱରୀ ଆଉ ସତ୍ୟରଞ୍ଜନ ମିଶ୍ରଙ୍କର ଅପେରା ପ୍ରିୟଦର୍ଶନୀ। ପାର୍ବତୀ ଗଣନାଟ୍ୟ ଆଗାମୀ ଯାତ୍ରା ବର୍ଷ ପାଇଁ ପ୍ରସ୍ତୁତ କରିବା ପାଇଁ ଯାଉଅଛି ତାର ସେହି ପୁରୁଣା ନାଟକ ଜେଜେ ତମେ ମିଛ କହିଲର ସମ୍ପୂର୍ଣ୍ଣ ରିମେକ୍, ପୁଣି ଏକ ନୂଆ ନାଟକ ଜେଜେ ତୁମେ ମିଛ କହିଲ। କୋରଦା ହଳିହାଟ ମେଳାରେ 2 ଗୋଟି ଯାତ୍ରା ଅନୁଷ୍ଠାନ। ଯାଜପୁରର ଆଉ ଏକ ପ୍ରସିଦ୍ଧ ମେଳା କୋରଦା ହରିହାଟ ମେଳା, ଷଠିପୁର, ପାଣିକୋଇଲି, ଯାଜପୁର। ଅପେରା ଅଶୋକ ସମ୍ରାଟ ଆଉ ଅପେରା ସୂର୍ଯ୍ୟ ମନ୍ଦିର। ଆଜି ଖଣ୍ଡଗିରି ଯାତ୍ରା ମହାସମରରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ? ଯାତ୍ରାରାଣୀ ସିଂହବାହିନୀ, ପୀୟୁଷ ତ୍ରିପାଠୀ ଅଭିନୀତ ତୁ ମୋ ବଜରଙ୍ଗୀ। କୋଣାର୍କ ଗଣନାଟ୍ୟ ତୁ ବୁଧେ ମୋ ଭାଗ୍ୟରେ ନାହୁଁ। ଧଉଳି ସବୁ ଅଙ୍କ ଭୁଲ ହେଇ ଗଲା। ଅପେରା ଅଶୋକ ସମ୍ରାଟ ଅଧା ରହିଗଲା ଆମ କାହାଣୀ। ଏ ହେଲା ଆଜି ସକାଳର ଯାତ୍ରା ସମ୍ପର୍କିତ କିଛି ସଂକ୍ଷିପ୍ତ ଖବର ଯାତ୍ରାପ୍ରେମୀ ଦର୍ଶକମାନଙ୍କ ପାଇଁ।